କୁକୁରଟି ଦେଖନ୍ତୁ କେମିତି ଅସୁବିଧାରେ ପଡ଼ିଯାଇଛି। କେମିତି ସେ ଖାଉଥିବ ମୁଁ ଜାଣିନଥିଲି, ଦେଖିଲେ ମୋତେ ଡାକିଲେ ତ 2 ଦିନ ଧରି କୁକୁରଟା ଫସି ଯାଇଥିଲା। ତ ବୁଲୁ ଭାଇ ଡାକିଲା ମୋତେ ଯେ କୁକୁରଟା ବାହାର କରିଦେବ ଭାଇ ଆସ ବୋଲି। ତ ଆସିଲି, ଦେଖନ୍ତୁ କୁକୁରଟା କେତେ କଲବଲ ହେଉଛି। କୁକୁର କୌଣସି ଆଡ଼େ ଯାଇ ବି ପାରୁନାହିଁ। ସେଇଠି ରାଉଣ୍ଡ ମାରୁଛି, ସେଇଠି ଗୋଲ ଗୋଲ ହୋଇ ବୁଲୁଛି। ମୁଁ ଡାକୁଛି ମୋ ପାଖକୁ ଆସୁନି। ମୋତେ ଭାଇ ବି ଡର ଲାଗୁଛି ମୋ କୁକୁରକୁ। ତାକୁ ବୋତଲଟା ଧରି ବାହାର କରିଦେବି, ମୋତେ ବି ବହୁତ ଡର ଲାଗୁଛି। ସେ କୁକୁରଟା ପାଖକୁ ଆସୁଛି ବଟ୍ ପୁଣି ଦୂରକୁ ପଳେଇ ଯାଉଛି। ଗୋଟେ ମଣିଷ ଯଦି ଏଭଳିଆ ହୋଇଥାନ୍ତା ତ କେତେ ଗଲବଲ ହୋଇଥାନ୍ତା। ସେ ଗୋଟେ କୁକୁର ବୋଲି କହିପାରୁନି ବୋଲି ସେ କେତେ କଷ୍ଟରେ। ତଥାପି ବୁଲୁ ଭାଇ ସାହସ କରିକି, ମୁଁ ତ ଡରି ଯାଉଛି, ତଥାପି ବୁଲୁ ଭାଇ ସାହସ କରିକି ଧରୁଛି। ଦେଖନ୍ତୁ ବୁଲୁ ଭାଇ ଟ୍ରାଏ କରୁଛି, ବଟ୍ ମୁଁ ଏଇଠି ବୁଲୁ ଭାଇ ଧରିଥିଲା, ବଟ୍ ଚେଷ୍ଟା କରିଥିଲା, ବଟ୍ ବାହାରିଲା ନାହିଁ। କୁକୁରକୁ ଧରିକି ପୁରା ଟେକି ଦେଇଥିଲୁ, ତଥାପି ବାହାରିଲା ନାହିଁ। ଟ୍ରାଏ କଷ୍ଟ ପ୍ରବଳ ସତ୍ୟ କୁକୁରକୁ ମୁଁ ଟ୍ରାଏ କରି ଭାଇ ମନରେ ଭୟ ଗୋଟେ ଅଛି ନା ପୁଣି ଭାଇ। କୁକୁରର ଚାବି ପାରିବନି, ସେ କାମୁଡ଼ି ପାରିବନି, ବଟ୍ ଭୟ ତ ଗୋଟେ ରହିଛି ଭାଇ ମନରେ। ଶେଷରେ ବୁଲୁ ଭାଇ ଧରି ପକେଇଛି ବୋତଲଟା, ଆଉ ଥରେ ଧରି ପକେଇଲା। ତ ଏବେ କୁକୁରଟା ତ ଭାଇ କିଛି ଶେଷରେ କରିପାରିଲୁନି। ତାର ସେଇ ଫେସ୍ ପଟେ ତ ବାହାରିଲାନି, ତାର ଏଇ ପଟଟା ଛିଡ଼ିଗଲା। ତବେ ବାହାରକୁ ଦେଖିପାରୁଛି, ବୁଲି ଖାଇପାରୁଛି, ତ ଟିକେ ଫ୍ରିଲି ସେ ପଳେଇଲା ସିଆଡ଼େ। ଆଉ କ'ଣ କରିବୁ, ପଳେଇଗଲା।